केन्दुझर जिला पाटना रेंज रे आरंभ होईछि पक्षी गणना। रेंज रे खिरेईटांगिरी सेक्शन राजनगर निकट बैतरणी नदीर चढ़ेकुदुर घाट सह खिरेईटांगिरी ग्रामर बड़बंधଠାରେ दुईटी टीम रे 10 जन कर्मचारी नियोजित होइछन्ति। राजनगर ग्रामर बैतरणी नदीर चढ़ेकुदुरକୁ शताधिक पक्षीଙ୍କ आगमन होइछि। फଳରେ परिवेशविदଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଏଥିସହିତ ପକ୍ଷୀମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଶୀତ ପାଗ ସାଙ୍ଗକୁ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପରିବେଶବିଦଙ୍କୁ ବେଶ ଆକୃଷ୍ଟ କରିଛି। ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାତଙ୍କ ନେତୃତ୍ୱରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିବା ବେଳେ ଚଢ଼େଇକୁଦରକୁ 500ରୁ ଉର୍ଦ୍ଧ୍ୱ ଲେସର ୱେଷ୍ଟିଂ ଡଗ୍ ହଂସ ଜାତୀୟ ପକ୍ଷୀ ପାଣିକୁଆ ମାଛରଙ୍କା ଆଦି ପକ୍ଷୀଙ୍କ ଆଗମନ ହୋଇଛି। ଗତବର୍ଷ ତୁଳନାରେ ଏବର୍ଷ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା କହିଛନ୍ତି ବନପାଳ। ପାଟନା ରେଞ୍ଜ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। କେନ୍ଦୁଝରରୁ ନିର୍ମଳ ସେଠୀଙ୍କ ରିପୋର୍ଟ। ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଫରେଷ୍ଟର ଅଛି ଖିରେଇଟାଙ୍ଗିରେ। ଆଜ୍ଞା ଆଜି 2026 ପାଇଁ ପକ୍ଷୀ ଗଣନା ହେଉଛି। ଆମ ଟିମ୍ରେ ଆମେ 3 ଜଣ ଷ୍ଟାଫ୍ ଅଛୁ ଏବଂ 2 ଜଣ ସ୍କ୍ୱାଡ୍ ଭାଇ ଅଛନ୍ତି। ଆଉ ଆମେ ଆଜି ବୈତରଣୀ ନଦୀ କୂଳରେ ପକ୍ଷୀ ଗଣନା କରୁଛୁ। ଆଉ ଏଠାରେ ଆମେ ପାଣି ସରାଳି ହଂସ ଆଉ ପାଣିକୁଆ ଏମିତି ପାଖାପାଖି 450ରୁ 500 ପକ୍ଷୀ ଆମେ ଅଲରେଡ଼ି ଦେଖି ସାରିଲୁଣି। ପୁଣି ଆଗକୁ 10ଟା ପର୍ଯ୍ୟନ୍ତ ଦେଖିବୁ। ଆଉ ଆମେ ପକ୍ଷୀଙ୍କର ସୁରକ୍ଷା ପାଇଁ ପେଟ୍ରୋଲିଂ କରୁଛୁ, କେହି ଯେମିତି ଶିକାର ନ କରନ୍ତି। ଆଉ ନିୟମିତ ପେଟ୍ରୋଲିଂ କରୁଛୁ। ଆମର ସ୍ପାଏ ରଖିଛୁ। କୌଣସି ଖବର ପାଇଲେ ଆମେ ତୁରନ୍ତ ସେ ଜାଗାରେ ପହଞ୍ଚିକି ତାଙ୍କୁ ସୁରକ୍ଷା ଦେଉଛୁ। ପାଟନା ରେଞ୍ଜରେ ଆମେ ବର୍ଷକୁ ବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀ ଦେଖୁଛୁ। ଆଉ ପକ୍ଷୀ ଆସିଲେ ଆମକୁ ଖୁସି ଲାଗୁଛି। ଆମକୁ ଗୋଟେ ଭଲ ସଂକେତ ଦେଉଛି। ନୂଆ ନୂଆ ପକ୍ଷୀଙ୍କର ଏହାର ପରିବେଶ ସନ୍ତୁଳନ ହେଉଛି। ତେଣୁକରି ନୂଆ ନୂଆ ପକ୍ଷୀଙ୍କର ଆଗମନ ହେଉଛି। ହଁ ଆଜ୍ଞା, ଗତ ବର୍ଷ ଅପେକ୍ଷା ଏ ବର୍ଷ ନୂଆ ପ୍ରଜାତିର ଆଉ ଅଧିକ ସଂଖ୍ୟା ମଧ୍ୟ ପକ୍ଷୀ ଆମେ ଦେଖିବାକୁ ପାଉଛୁ। ଆହୁରି ମଧ୍ୟ ଆମେ ଆଗକୁ ଦେଖିବୁ। ଏବେ ଆମର ଗଣନା ଚାଲୁଅଛି।